ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଇତିଶ୍ରୀ ମ୍ୟାମ୍। ଦେଖନ୍ତୁ ପିଲାମାନେ, ଓଡ଼ିଶାର ପ୍ରତ୍ୟେକ ଏକ୍ଜାମରେ ଓଡ଼ିଆ ଗ୍ରାମାରର ରୂଢ଼ି, ବିପରୀତ ଶବ୍ଦ, ପ୍ରତିଶବ୍ଦ, ଲୋକବାଣୀ ଆସିଥାଏ। ତେଣୁ ଏହି ଚ୍ୟାନେଲରେ ପ୍ରତ୍ୟେକ ଦିନ ଆର୍ଆଇ ଏକ୍ଜାମର ଆନାଲିସିସ୍ କରୁଛେ। ସେହି ଆନାଲିସିସ୍ରୁ ଆମେ ଜାଣୁଛେ ଓଡ଼ିଆ ଗ୍ରାମାରର ବିପରୀତ ଶବ୍ଦ, ପ୍ରତିଶବ୍ଦ, ରୂଢ଼ିର 4-5ଟି କ୍ୱେଶ୍ଚନ୍ ଆସୁଛି। ତେଣୁ ଆଜି ଆମେ ସେ ଇମ୍ପୋର୍ଟାଣ୍ଟ ରୂଢ଼ି, ବିପରୀତ ଶବ୍ଦ, ପ୍ରତିଶବ୍ଦ ସେହି ବିଷୟରେ ଆଲୋଚନା କରିବା। ତେଣୁ ଯେଉଁମାନେ ନୂଆ କରି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। କାହିଁକି ନା ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣଙ୍କର ମୋବାଇଲକୁ ଚାଲିଯିବ। ତାହେଲେ ଚାଲନ୍ତୁ ବିଳମ୍ବ ନକରି ଆରମ୍ଭ କରିବା। ଓକେ ପିଲାମାନେ, ଚାଲନ୍ତୁ ପ୍ରଥମେ ଦେଖିବା ପୃଥିବୀର ପ୍ରତିଶବ୍ଦ। ପୃଥିବୀର ପ୍ରତିଶବ୍ଦ କ'ଣ କ'ଣ ହେଇଯିବ ଦେଖନ୍ତୁ। ଅଚଳା, ଅବନୀ, କ୍ଷତି, ଧରଣୀ, ବସୁମତୀ, ବିଶ୍ୱମ୍ଭରା, ସର୍ବଂସହା, ଏହିସବୁ ପୃଥିବୀର ପ୍ରତିଶବ୍ଦ। ବୁଝିହେଉଛି ନା ପିଲାମାନେ? ଠିକ୍ ସେହିପରି ପୋଖରୀର ପ୍ରତିଶବ୍ଦ ଦେଖିବା। ପୋଖରୀର ପ୍ରତିଶବ୍ଦ କ'ଣ ହେଇଯିବ ନା ପୁଷ୍କରିଣୀ, ସର, ସରସୀ, କାସାର, ଏଗୁଡ଼ା ହେଉଛି ପୋଖରୀର ପ୍ରତିଶବ୍ଦ। ବୁଝିହେଉଛି ପିଲାମାନେ? ଠିକ୍ ସେହିପରି ଦେଖିବା ଫୁଲର ପ୍ରତିଶବ୍ଦ। ଫୁଲର ପ୍ରତିଶବ୍ଦ କୁସୁମ, ପୁଷ୍ପ, ପ୍ରସୂନ, ସୁମନ, ଏଗୁଡ଼ା ହେଉଛି ଫୁଲର ପ୍ରତିଶବ୍ଦ। ଓକେ ପିଲାମାନେ, ଏବେ ଦେଖିବା ମୃଗର ପ୍ରତିଶବ୍ଦ। ମୃଗର ପ୍ରତିଶବ୍ଦ ଦେଖିବା କୁରଙ୍ଗ, ହରିଣ, କୃଷ୍ଣସାର, ଏଗୁଡ଼ା ହେଉଛି ମୃଗର ପ୍ରତିଶବ୍ଦ। ବୁଝିହେଉଛି ନା ପିଲାମାନେ? ନେକ୍ସଟ ଦେଖିବା ପିଲାମାନେ ମେଘର ପ୍ରତିଶବ୍ଦ। ମେଘର ପ୍ରତିଶବ୍ଦ ଅମ୍ବୁଜ, ଜଳଦ, ନିରଦ, ଘନ, ବାରିଦ, ବଳାହକ, ଏଗୁଡ଼ା ହେଉଛି ମେଘର ପ୍ରତିଶବ୍ଦ। ପିଲାମାନେ ଆର୍ଆଇରେ 20ରୁ 20 ଯେମିତି ଆପଣଙ୍କର ଓଡ଼ିଆ ଗ୍ରାମାରରେ ମାର୍କ ଆସିଯିବ, ଏଗୁଡ଼ା ସବୁ କଭର କରିକି ଯାଆନ୍ତୁ। ରୂଢ଼ି ହେଉ, ବିପରୀତ ଶବ୍ଦ ହେଉ, ପ୍ରତିଶବ୍ଦ ହେଉ, ସବୁଗୁଡ଼ା ଏମିତି କଭର କରିବେ। ଓକେ, ହଉ ଚାଲନ୍ତୁ ଏବେ ଦେଖିବା ରାତ୍ରିର ପ୍ରତିଶବ୍ଦ। କ'ଣ ହେଇଯିବ ନା ନିଶା, ନିଶିଥିନି, ବିଭାବରୀ, ଯାମିନୀ, ରଜନୀ, ଶର୍ବରୀ, ଏଗୁଡ଼ା ହେଉଛି ରାତ୍ରିର ପ୍ରତିଶବ୍ଦ ପିଲାମାନେ। ବୁଝିହେଉଛି ନା ରେ? ଓକେ, ଠିକ୍ ସେହିପରି ଲକ୍ଷ୍ମୀର ପ୍ରତିଶବ୍ଦ କ'ଣ ହେଇଯିବ ନା ଇନ୍ଦିରା, କମଳା, ପଦ୍ମା, ରମା, ହରପ୍ରିୟା, ଏଗୁଡ଼ିକ ହେଉଛି ଲକ୍ଷ୍ମୀର ପ୍ରତିଶବ୍ଦ ହେଲା। ତାହେଲେ ପିଲାମାନେ ଶିବର ପ୍ରତିଶବ୍ଦ କ'ଣ ହେଇଯିବ? ଈଶ, ଈଶାନ, ଉମାପତି, କୃତିବାସ, ତ୍ରିଲୋଚନ, ରୁଦ୍ର, ଶଙ୍କର, ଶମ୍ଭୁ, ମହାଦେବ, ଏଗୁଡ଼ିକ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ। ପିଲାମାନେ ଶିବର ପ୍ରତିଶବ୍ଦ ପଡ଼ିଥିଲା, ତେଣୁ ଶିବର ପ୍ରତିଶବ୍ଦ ସବୁଗୁଡ଼ାକ ମନେ ରଖନ୍ତୁ। ଓକେ, ଦେନ୍ ଆମେ ଦେଖିବା ସରସ୍ୱତୀର ପ୍ରତିଶବ୍ଦ। ନା କ'ଣ ହେଇଯିବ? ବାଗୀଶ୍ୱରୀ, ଭଗବତୀ, ବାଗଦେବୀ, ଶାରଦା, ବାଣୀ, ଏଗୁଡ଼ା ହେଉଛି ସରସ୍ୱତୀର ପ୍ରତିଶବ୍ଦ ପିଲାମାନେ। ଏବେ ଦେଖିବା ସିଂହର ପ୍ରତିଶବ୍ଦ କ'ଣ ହେଇଯିବ ରେ ନା କେଶରୀ, ପଶୁରାଜ, ମୃଗରାଜ, ମୃଗେନ୍ଦ୍ର, ଏଗୁଡ଼ା ହେଉଛି ସିଂହର ପ୍ରତିଶବ୍ଦ ପିଲାମାନେ। ଚାଲନ୍ତୁ ଏବେ ଦେଖିବା ସୂର୍ଯ୍ୟର ପ୍ରତିଶବ୍ଦ କ'ଣ ହେଇଯିବ। ସୂର୍ଯ୍ୟର ପ୍ରତିଶବ୍ଦ କ'ଣ ହେଇଯିବ ରେ ନା ଅରୁଣ, ଆଦିତ୍ୟ, ତପନ, ଭାସ୍କର, ଭାନୁ, ମିହିର, ରବି, ପ୍ରଭାକର, ଦିବାକର, ଏଗୁଡ଼ା ହେଉଛି ସୂର୍ଯ୍ୟର ପ୍ରତିଶବ୍ଦ ପିଲାମାନେ। ଏହି ସୂର୍ଯ୍ୟର ପ୍ରତିଶବ୍ଦ ଆର୍ଆଇ ଏକ୍ଜାମରେ ପଚାରିଥିଲା, ତେଣୁ ଆପଣମାନେ ନିହାତି ସୂର୍ଯ୍ୟର ପ୍ରତିଶବ୍ଦ ଏମିତି ସବୁ ପ୍ରତିଶବ୍ଦ ଗୁଡ଼ା ପଢ଼ିକି ନିହାତି ଯିବେ। ଓକେ, ଦେନ୍ ଦେଖିବା ସ୍ତ୍ରୀର ପ୍ରତିଶବ୍ଦ କ'ଣ ହେଇଯିବ ନା ପତ୍ନୀ, ଅବଳା, କାନ୍ତା, ଦୋଷା, ଦାରା, ବଧୂ, ବନିତା, ବାମା, ଭାର୍ଯ୍ୟା, ଏଗୁଡ଼ା ହେଉଛି ସ୍ତ୍ରୀର ପ୍ରତିଶବ୍ଦ ପିଲାମାନେ। ଓକେ, ଏବେ ଦେଖିବା ସ୍ୱାମୀର ପ୍ରତିଶବ୍ଦ କ'ଣ ହେଇଯିବ ରେ ନା କାନ୍ତ, ଧବ, ପତି, ଭର୍ତ୍ତା, ଈଶ୍ୱର, ଏଗୁଡ଼ା ହେଉଛି ସ୍ୱାମୀର ପ୍ରତିଶବ୍ଦ। ଦେନ୍ ଦେଖିବା ପିଲାମାନେ ହସ୍ତୀର ପ୍ରତିଶବ୍ଦ କ'ଣ ହେଇଯିବ ନା କରି, କୁଞ୍ଜର, ଗଜ, ଦିରୌଦ, ବାରଣ, ଏଗୁଡ଼ା ହେଉଛି ହସ୍ତୀର ପ୍ରତିଶବ୍ଦ ବା କ'ଣ କହିବା ହାତୀର ପ୍ରତିଶବ୍ଦ। ଏଗୁଡ଼ା ମଧ୍ୟ ନିହାତି ପଢ଼ିକି ଯିବେ। ଓକେ, ଚାଲନ୍ତୁ ପିଲାମାନେ ବର୍ତ୍ତମାନ ଦେଖିବା ବିପରୀତ ଶବ୍ଦ। ଓକେ, ତାହେଲେ ଉତ୍ତଳର ବିପରୀତ ଶବ୍ଦ କ'ଣ ହେଇଯିବ ରେ ନା ଅବତଳ। ସେଇଭଳିଆ ଉଦାର ବିପରୀତ ଶବ୍ଦ କ'ଣ ହେଇଯିବ? ଅନୁଦାର ହେଇଯିବ। ଓକେ, ଠିକ୍ ସେହିପରି ଉଦ୍ଧତର ବିପରୀତ କ'ଣ ହେଇଯିବ ନା ବିନୀତ। ଦେନ୍ ଉପକାରର ବିପରୀତ ଶବ୍ଦ କ'ଣ ହେଇଯିବ ନା ଅପକାର। ଉପକାର, ଅପକାର। ଓକେ, ଦେନ୍ ଦେଖିବା ଆମେ ଉପତ୍ୟକାର ବିପରୀତ ଶବ୍ଦ କ'ଣ ହେଇଯିବ ନା ଅଧିକ୍ୟତା ହେଇଯିବ। ସେହିପରି ଉପରର
ନା ତଳ ହେଇଯିବ ହେଲା। ସେହିପରି ଉପାୟର ବିପରୀତ ଶବ୍ଦ କ'ଣ ହେଇଯିବ ନା ଅପାୟ ହେଇଯିବ, ଅପାୟ ହେଇଯିବ ହେଲା ପିଲାମାନେ। ସେହିପରି ଉର୍ବରର ବିପରୀତ ଶବ୍ଦ କ'ଣ ହେଇଯିବ ଅନୁର୍ବର ବା ଊଷର। ଆପଣଙ୍କର ଅପସନରେ ଯୋଉଟା ଥିବ ସେଇଟା ଟିକ୍ ମାରିଦେବେ। ଯଦି ଅନୁର୍ବର ଥିବ ଅନୁର୍ବର ମାରିଦେବେ, ଯଦି ଊଷର ଥିବ ତାହେଲେ ଊଷର ଟିକ୍ ମାରିଦେବେ। ଓକେ, ଯୋଉମାନେ ଭିଡ଼ିଓ ଦେଖୁଥିବେ କାହାର କୋଉ ଦିନ ବା କୋଉ ସିଫ୍ଟରେ ଏକ୍ଜାମ ଅଛି ନିହାତି କମେଣ୍ଟ ବକ୍ସରେ କମେଣ୍ଟଟିଏ କରି ଜଣେଇବେ। ଓକେ ପିଲାମାନେ, ତାପରେ ଦେଖିବା ଉଦ୍ଭାବନର ବିପରୀତ ଶବ୍ଦ କ'ଣ ହେଇଯିବ ନା ଆବିଷ୍କାର, ଉଦ୍ଭାବନ ଆବିଷ୍କାର। ଦେନ୍ ଆମେ ଦେଖିବା ଉଚ୍ଛୃଙ୍ଖଳର ବିପରୀତ ଶବ୍ଦ କ'ଣ ହେଇଯିବ ରେ ନା ଶୃଙ୍ଖଳା ହେଇଯିବ। ଇଚ୍ଛାର ସେହିପରି କ'ଣ ହେଇଯିବ ବିପରୀତ ଶବ୍ଦ ନା ଅନିଚ୍ଛା, ଇଚ୍ଛା ଅନିଚ୍ଛା। ସେହିପରି ଇହକାଳର ବିପରୀତ ଶବ୍ଦ କ'ଣ ହେଇଯିବ ନା ପରକାଳ ହେଲା ପିଲାମାନେ। ଠିକ୍ ସେହିପରି ଈଶ୍ୱତର ପିଲାମାନେ କ'ଣ ହେଇଯିବ ବିପରୀତ ଶବ୍ଦ ନା ପ୍ରଭୂତ। ପିଲାମାନେ ଈଶ୍ୱତ ବହୁତ ଇମ୍ପୋର୍ଟାଣ୍ଟ ରେ ପିଲାମାନେ, ଏଇଟା ବହୁତ ଥର ଏକ୍ଜାମରେ ଆସିଛି। ବାରମ୍ବାର ପଢ଼ନ୍ତୁ, ମନେ ରଖିବା ପାଇଁ ଚେଷ୍ଟା କରନ୍ତୁ, ନୋଟ୍ ମଧ୍ୟ କରନ୍ତୁ। ଓକେ, ଦେନ୍ ଆମେ ଦେଖିବା ଇଷ୍ଟର ବିପରୀତ ଶବ୍ଦ କ'ଣ ହେଇଯିବ ନା ଅନିଷ୍ଟ, ଇଷ୍ଟ ଅନିଷ୍ଟ। ଠିକ୍ ସେହିପରି ଉତ୍କର୍ଷର ବିପରୀତ ଶବ୍ଦ କ'ଣ ହେଇଯିବ ନା ଅପକର୍ଷ ହେଇଯିବ। ଠିକ୍ ସେହିପରି ଉଚିତର କ'ଣ ହେଇଯିବ ରେ ବିପରୀତ ଶବ୍ଦ ନା ଅନୁଚିତ, ଉଚିତ ଅନୁଚିତ। ଉଚ୍ଚାରଣର ବିପରୀତ ଶବ୍ଦ କ'ଣ ହେବ ରେ ଅନୁଚ୍ଚାରଣ, ଉଚ୍ଚାରଣ କରିବା ଅନୁଚ୍ଚାରଣ କରିବା ହେଲା। ଉଠାଣିର ସେହିପରି କ'ଣ ହେଇଯିବ ନା ଗଡ଼ାଣି ହେଇଯିବ। ଓକେ, ଦେନ୍ ଆମେ ଦେଖିବା ଉଢ଼ର ବିପରୀତ ଶବ୍ଦ କ'ଣ ହେବ ନା ଅନୂଢ଼, ଉଢ଼ ଅନୂଢ଼। ଉତ୍ଥାନର କ'ଣ ହେଇଯିବ ରେ ପତନ। ଠିକ୍ ସେହିପରି ପିଲାମାନେ ଉତ୍ତରର ବିପରୀତ ଶବ୍ଦ କ'ଣ ହେଇଯିବ ଏଇଟା ତ ସମସ୍ତେ ଜାଣିଥିବ। ଉତ୍ତରର କ'ଣ ହେଇଯିବ ରେ ପ୍ରଶ୍ନ ହେଇଯିବ, କିନ୍ତୁ ଦକ୍ଷିଣ ଏଇଟା ଜାଣିନଥିବା, ଏଇଟା ଆପଣଙ୍କୁ ମନେ ରଖିବା ପାଇଁ ପଡ଼ିବ। କ'ଣ ହେଇଯିବ ନା ଦକ୍ଷିଣ। ପ୍ରଶ୍ନ ତ ସମସ୍ତେ ଜାଣିଥିବେ କିନ୍ତୁ ଦକ୍ଷିଣ ଜାଣିନଥିବେ। ଅପସନରେ ଯଦି ଆପଣଙ୍କର ଦକ୍ଷିଣ ଦେଇଥିବ ଆପଣ ଜାଣିନଥିଲେ କ'ଣ କହିବେ ନା କୋଶ୍ଚେନଟିଏ ଭୁଲ ଅଛି ବୋଲିକି ହେଲା। ତାହେଲେ ମନେ ରଖିଥିବେ ଉତ୍ତରର ଆଉ କ'ଣ ହେଇପାରିବ ବିପରୀତ ଶବ୍ଦ ନା ଦକ୍ଷିଣ। ଓକେ, ଦେନ୍ ଆମେ ଦେଖିବା ଉଦୟର ବିପରୀତ କ'ଣ ହେଇଯିବ ନା ଅସ୍ତ। ଉଦ୍ଘାଟନର କ'ଣ ହେଇଯିବ ରେ ଉଦ୍ଯାପନ। ଠିକ୍ ସେହିପରି ଉନ୍ନତିର ବିପରୀତ ଶବ୍ଦ କ'ଣ ହେବ ନା ଅବନତି। ଠିକ୍ ସେହିପରି ଉପଚୟ ଅପଚୟ ହେଇଯିବ। ଉପମାର କ'ଣ ହେଇଯିବ ରେ ଅନୁପମା। ଠିକ୍ ସେହିପରି ଉପସ୍ଥିତର ବିପରୀତ ଶବ୍ଦ କ'ଣ ହେବ ଅନୁପସ୍ଥିତ, ଉପସ୍ଥିତ ଅନୁପସ୍ଥିତ। ଉପେକ୍ଷାର କ'ଣ ହେଇଯିବ ରେ ଅପେକ୍ଷା ହେଲା। ଠିକ୍ ସେହିପରି ଉଭାର ବିପରୀତ ଶବ୍ଦ କ'ଣ ହେବ ନା ପତା ହେଇଯିବ ପିଲାମାନେ, ଉଭା ପତା। ଓକେ, ଏଇଟା ବି ସମସ୍ତେ ଜାଣିଥିବେ କିନ୍ତୁ ବାରମ୍ବାର ଏକ୍ଜାମରେ ପଚାରିଥାଏ। ଉଲ୍ଲିଖିତର ବିପରୀତ ଶବ୍ଦ କ'ଣ ହେଇଯିବ ନିମ୍ନଲିଖିତ ହେଇଯିବ ହେଲା। ଏବେ ଦେଖିବା ଉଷା ବା ପ୍ରତ୍ୟୁଷର କ'ଣ ହେଇଯିବ ବିପରୀତ ଶବ୍ଦ ଦଶା ହେଇଯିବ, ପ୍ରଦୋଷ ହେଇଯିବ ହେଲା। ପିଲାମାନେ ଏ ଥିଲା ଆପଣମାନଙ୍କର ଇମ୍ପୋର୍ଟାଣ୍ଟ ବିପରୀତ ଶବ୍ଦ। ସମସ୍ତେ ଭିଡ଼ିଓ ଦେଖନ୍ତୁ ଆଉ ପ୍ରାକ୍ଟିସ୍ ମଧ୍ୟ କରନ୍ତୁ। ଆଗକୁ ଆପଣମାନଙ୍କର RI ଅମିନ ଏକ୍ଜାମ ଅଛି। ଓଡ଼ିଶାର ଯେକୌଣସି ଏକ୍ଜାମରେ ଆପଣଙ୍କର ଓଡ଼ିଆ ଗ୍ରାମାରରେ ବିପରୀତ ଶବ୍ଦ, ପ୍ରତିଶବ୍ଦ, ରୂଢ଼ି ଏଗୁଡ଼ା ସବୁ ଆସିଥାଏ। ଓକେ, ଦେନ୍ ପିଲାମାନେ ଆମେ ଏବେ ଆଲୋଚନା କରିବା ରୂଢ଼ି ବିଷୟରେ ହେଲା। ରୂଢ଼ି ଆଲୋଚନା କରିବା। ରୂଢ଼ି ଆପଣଙ୍କର ପ୍ରତ୍ୟେକ ଏକ୍ଜାମରେ 2-3 ମାର୍କ ଆସିଥାଏ, ତେଣୁ ଆମେ ରୂଢ଼ି ଆଲୋଚନା କରିବା। ଦେଖନ୍ତୁ ପ୍ରଥମେ ଆମେ ଜାଣିବା ରୂଢ଼ି କେତେ ପ୍ରକାର ନା 2 ପ୍ରକାର। କ'ଣ କ'ଣ ରୂଢ଼ି ନା ଗୋଟେ ହେଉଛି କ୍ରିୟାହୀନ ରୂଢ଼ି ଆଉ ଗୋଟେ ହେଉଛି କ୍ରିୟାଯୁକ୍ତ ରୂଢ଼ି। ପିଲାମାନେ କ୍ରିୟାହୀନ ରୂଢ଼ି ଆମେ କାହାକୁ କହିବା ନା ଯେଉଁ ବାକ୍ୟରେ ବା ଯେଉଁ ବାକ୍ୟାଂଶରେ କ୍ରିୟାପଦ ନଥାଏ ତାକୁ ଆମେ କ୍ରିୟାହୀନ ରୂଢ଼ି କହିବା। ବୁଝିହେଉଛି ନା ପିଲାମାନେ। କ୍ରିୟାଯୁକ୍ତ ରୂଢ଼ି ଆମେ କାହାକୁ କହିବା ନା ଯେଉଁ ବାକ୍ୟାଂଶରେ ବା ବାକ୍ୟରେ କ୍ରିୟାପଦ ଥାଏ ତାହାକୁ ଆମେ କ'ଣ କହିବା କ୍ରିୟାଯୁକ୍ତ ରୂଢ଼ି କହିବା। ବୁଝିହେଉଛି ନା ପିଲାମାନେ। ଆରାମ ସେମିତି ବୁଝିକି ଯାଆନ୍ତୁ, କିଛି ଅସୁବିଧା ହେବ ନାହିଁ। ଆଉ ଗୋଟେ ପିଲାମାନେ ଅଛି କ'ଣ ତୁଳନାତ୍ମକ ରୂଢ଼ି, ଏଇଟା ମଧ୍ୟ ମନେ ରଖିଥିବେ। ପିଲାମାନେ ବର୍ତ୍ତମାନ ଆମେ ଦେଖିବା କ୍ରିୟାହୀନ ରୂଢ଼ି। କୋଉ ଗୁଡ଼ାକ କ୍ରିୟାହୀନ ରୂଢ଼ି ଦେଖନ୍ତୁ। ମୁଁ ଏବେ କ୍ରିୟାହୀନ ରୂଢ଼ିର ଆଲୋଚନା କରୁଛି। ଅନ୍ଧର ଲଉଡ଼ି। ଅନ୍ଧର ଲଉଡ଼ିର କ'ଣ ହେଇଯିବ ରେ ଅସହାୟର ସାହା ହେଇଯିବ ହେଲା। ଅନ୍ଧର ଲଉଡ଼ି ଅସହାୟର ସାହା। ସେହିପରି ପିଲାମାନେ ଅନ୍ଧ ବୁଝାମଣା କରିବା। ଅନ୍ଧ ବୁଝାମଣା କଲେ କ'ଣ ହେଇଯିବ ରେ ନା ଅନ୍ୟାୟ ବିଚାର। ବୁଝିହେଉଛି ନା ପିଲାମାନେ। କ୍ରିୟାହୀନ ରୂଢ଼ି ଆମେ ଆଲୋଚନା କରୁଛେ। ତାହେଲେ ବର୍ତ୍ତମାନ ଦେଖନ୍ତୁ ଅରଣ୍ୟ ରୋଦନର କ'ଣ ହେଇଯିବ ରେ ନିଷ୍ଫଳ ପ୍ରାର୍ଥନା। ଅହିନକୁଳ ସମ୍ପର୍କର ରୂଢ଼ି କ'ଣ ହେଇଯିବ ଘର ଶତ୍ରୁତା। ଦେନ୍ ଆମେ ଦେଖିବା ଅଲଣା କଥା ରୂଢ଼ି କ'ଣ ହେଇଯିବ ନା ମୂଲ୍ୟହୀନ କଥା। ଅସିଆ କାଳର ମସିଆ ରୂଢ଼ିର କ'ଣ ହେଇଯିବ ନା ଅତି ପୁରୁଣା ପିଲାମାନେ ହେଲା। ଅକଲ ଗୁଡୁମ ବୁଦ୍ଧି ବଣା ହେଇଯିବ ପିଲାମାନେ। ଏଇଟା ବହୁତ ଥର ଏକ୍ଜାମରେ ଆସିଥାଏ।
नेक्स्ट आम देखा अकल सलामी रूढ़ी कौन है ना कौन व्यक्तिर उपदेश परामर्श बा प्रलोचना को ताहार उपरे प्रयोग करवा बुझे ना पिला माने। देन आम देखा उपरिमाल कौन है ना मागणा मिलवा बुझे ए घर माउसी से घर पिउसी पिला माने एटा तो समस्त जानते ना कौन एपट सेपट छिद्र कही जे भले हुए सी हूँ ए घर माउसी से घर पिउसी पिला माने। देन आम देखा एक घरिकिया कौन है ना सामाजिक बासंद है। देन देखा ओडियारू गजा ए रूढ़ीर कौन है ना जन्मरू चतुर पिला माने कर छड़ा रूढ़ीर कौन है दायित्व न नेबा एटा पिला माने बहुत थोड़े एग्जाम रे आसीथिला हमर आरआई एग्जाम रे काठी कर पाठ तार कौन है ना कष्ट साध्य। ओके देन आम देखा कुहा मुंडा कपिला ए रूढ़ीर कौन है ना जे कथा कहे मात्र काम करे नाही माने कथा कहबो बेसी काम करिवो कम से होची कुहा मुंडा कपिला बुझौछि ना पिला माने। देन आमे देखिबा खत गदारे पद्म प्रतिकूल परिस्थिति रे प्रतिभार स्फुरण हला। देन आमे देखिबा गोटिए चाउल रे गढ़ा ए रूढ़ीटर कोन हेजिबरी ना अति सुंदर हला। छुंची मारी परीक्षा करिबा ताले कोन हेजिबरी तन्य तन्य करी देखिबा हला। देन आमे देखिबा छक्का पंजा ए रूढ़ीटर कोन हेजिबरी ना उभय पक्षर सतर्क भाव हला। आ गोटे पिला माने देखंतु बहुत इंपोर्टेंट रूढ़ी जपा माड़ी रूढ़ीर कोन हेजिबो ना अति प्रिय। सेपरी झाड़ बुहा धन कोन हेइथाय रे ना कष्ट अर्जित धन। देन आमे देखबा पिला माने झिमिटी खेलरू महाभारत ए रूढ़ीटर कोन हेजिबरी ना सामान्य घटनारू भयंकर परिस्थितिर सूत्रपात। देन आमे देखा पिला माने नई न देखी लंगड़ा हवा कौन है माने नई न देखिथिबा किंतु लंगड़ा हेइजिबा विपद न आसुनु छानिया हेइजिबा पिला माने सबु बहुत इंपोर्टेंट रूढ़ी जो गुडाक बारंबार एग्जाम रे आसुची तेणु नोट करंतु बारंबार पढ़ंतु एग्जाम हॉल को जीवा पूर्वरु निहाती देखिकी जानतु आपणकर भलो स्कोर भी आसीबो देखिबे। ओके पिला माने देन पिला माने देखिबा नाटर गोवर्धन ए रूढ़ीटीर कौन हेजिबरी अनर्थर मूल हला। देन आमे देखिबा ए रूढ़ीटी पिला माने बहुत इंपोर्टेंट नछड़ बंधा ए रूढ़ीटी बारंबार आसी थाए एग्जाम रे ना एको जिदिया हेजिबो कोन हेजिबो एको जिदिया। प्रत्येक दिन आमे आरआई रो एनालिसिस करछे ए भळे प्रत्येक दिन एनालिसिस वीडियो देखा पे हेले चैनल को सब्सक्राइब करंतु वीडियो को लाइक करंतु आपणकर सांग निकट को शेयर मध्य करंतु आ मतामत जणाय पे जम्मा भूलंतु नाही। धन्यवाद।